एचपीवी वैक्सीनेशन को लेकिन आपण मैंने तत्पर सरकार मध्य जनसचेतनता सृष्टि करछंती प्रकृत रे ए एचपीवी वैक्सीनेशन कौन यह किभଳି भाबरे ग्रीवा कर्कट को रोकी परिबो ଆପଣ ଜାଣିଛନ୍ତି ଆମର ଯେଉଁ କମନ୍ କ୍ୟାନ୍ସର ଭିତରେ ଓରାଲ୍ କ୍ୟାନ୍ସର, ବ୍ରେଷ୍ଟ କ୍ୟାନ୍ସର, ସର୍ଭାଇକାଲ୍ କ୍ୟାନ୍ସର ତିନିଟା ଇମ୍ପୋର୍ଟାଣ୍ଟ ଜିନିଷ ଆମର ରହୁଛି ମହିଳାମାନଙ୍କର। ଓରାଲ୍ କ୍ୟାନ୍ସର ତ ଆମେ ଦେଖାଗଲା ଯେ କିଛି ଏଚପିଭି ଭାଇରସ୍ ଯେଉଁଟା ହର୍ପିସ୍ ଭାଇରସ୍ ଗୋଟେ ଅଛି, ପାପିଲୋମା ଭାଇରସ୍, ସେଇଟା ବହୁ ସମୟରେ ପ୍ରଥମ ଅବସ୍ଥାରେ ଯେତେବେଳେ ଛୋଟ ପିଲାମାନଙ୍କୁ ଆଫେକ୍ଟ କରୁଛି, ପରବର୍ତ୍ତୀ ଅବସ୍ଥାରେ ଗୋଟେ ଲାଟର ଏଜ୍ ତାଙ୍କର ସର୍ଭାଇକାଲ୍ କ୍ୟାନ୍ସର ଦେଖାଯାଉଛି, ଷ୍ଟଡିରୁ ଜଣାପଡ଼ିଲା। ତେଣୁ ବିଭିନ୍ନ ଜାଗାରେ ଛୋଟ ମୋଟ ରିସର୍ଚ୍ଚ କରାଗଲା ଏବଂ ଭ୍ୟାଲିଡେଟ୍ କରାଗଲା, ICMR ସେ ରିସର୍ଚ୍ଚ କରି ଭ୍ୟାଲିଡେଟ୍ କରା, ସେମାନେ ଦେଖିଲେ ଯେ ଯଦି ଆକ୍ଚୁଆଲି ଏଇ ଇନଫେକ୍ସନଟା ପ୍ରିଭେଣ୍ଟ କରିଦିଆଯାଏ, ପରବର୍ତ୍ତୀ ଅବସ୍ଥାରେ ମହିଳାମାନଙ୍କର ଜରା ଗ୍ରୀବା କର୍କଟ ହେବ ନାହିଁ। ବର୍ତ୍ତମାନ ସରକାର 14ରୁ 15 ବର୍ଷ ଭିତରେ ଯେଉଁ ଝିଅ ପିଲାମାନଙ୍କର ସେମାନଙ୍କୁ ଭ୍ୟାକ୍ସିନେସନ୍ ଦେବା ବ୍ୟବସ୍ଥା କରିଛନ୍ତି। ଏଇଟା ଗୋଟେ କଷ୍ଟଲି ଜିନିଷ, ଯେହେତୁ 3-4 ହଜାର ଟଙ୍କା ଗୋଟେ ଭ୍ୟାକ୍ସିନ୍ ପଡ଼ୁଛି, ତେଣୁ ସରକାର ତା ବ୍ୟବସ୍ଥା କରିଛନ୍ତି। ତେଣୁ ସେଇ ଏଜ୍ ଗ୍ରୁପ୍ ଭିତରେ ଯେଉଁ ଝିଅମାନେ ଅଛନ୍ତି ସେମାନଙ୍କୁ ଭ୍ୟାକ୍ସିନେସନ୍ ସେମାନଙ୍କୁ ମୁକ୍ତରେ ଫ୍ରି ଅଫ୍ କଷ୍ଟ। 14 ବର୍ଷ ତଦୁର୍ଦ୍ଧ ହେଲେ 15 ବର୍ଷ ଉର୍ଦ୍ଧ୍ୱ ହେଲେ ଆଉ ଦେବାର ଆବଶ୍ୟକତା ନାହିଁ, କାରଣ ସେତେବେଳେ ପ୍ରାୟ ଦେଖାଯାଉଛି ସେତେବେଳେ ସେମାନେ ଇନଫେକ୍ଟେଡ୍ ହେଇଯାଉଛନ୍ତି। ଦିସ୍ ଇଜ୍ ଦ କମନ୍ ଏଜ୍ ଅଫ୍ ଇନଫେକ୍ସନ୍ ଅଫ୍ ହ୍ୟୁମାନ୍ ପାପିଲୋମା ଭାଇରସ୍, ଯାହା ଯୋଉଥିରେ ଦେଲେ କି ସେଟା ବେନିଫିସିଆଲ ହେବ। এটা কিউরেবল এটা প্রিভেন্টেবল যদি তা পরবর্তী সময়ে দেখা যায় পরবর্তী সময় দেখা চিকিৎসা ଅଛି, আজ্ঞা ଚିକିତ୍ସା ତ ସବୁବେଳେ ଆଭେଲେବୁଲ୍ ଅଛି।